ଆଜିର ଭିଡ଼ିଓରେ ଆମେ ପୃଷ୍ଠା 124 ତୃତୀୟ ଶ୍ରେଣୀ ସରସ୍ୱତୀ ଗଣିତମାଳାର 6 ନମ୍ବରଟିକୁ କରିବା। 6 ନମ୍ବରରେ ପ୍ରଶ୍ନ ଦେଲା, ଗୋଟିଏ ଆୟତକ୍ଷେତ୍ରର ପରିସୀମା 44 ମିଟର, ଏହାର ଦୈର୍ଘ୍ୟ ପ୍ରସ୍ଥର 3 ଗୁଣରୁ 2 ମିଟର ବେଶୀ, ତେବେ ଏହାର ଦୈର୍ଘ୍ୟ ପ୍ରସ୍ଥ ସ୍ଥିର କର। ଏଭଳି ପ୍ରଶ୍ନ ଆସିଲେ ଆମେ ଏହି ପ୍ରଶ୍ନରୁ ଉତ୍ତର ବାହାର କରିପାରିବା। ଏହି ପ୍ରଶ୍ନ ଭିତରେ ଆମର ଉତ୍ତର ଲୁଚିକି ରହିଛି, ତେଣୁ ଆମେ ବର୍ତ୍ତମାନ କ'ଣ କରିବା ନା ଆୟତକ୍ଷେତ୍ରର ଆଗେ ଆମେ ଦୈର୍ଘ୍ୟ ପ୍ରସ୍ଥକୁ ଲେଖିବା। ତାହେଲେ ମନେକର ଆୟତକ୍ଷେତ୍ରର ପ୍ରସ୍ଥ 1 ଗୁଣ, ପ୍ରସ୍ଥ ସମାନ 1 ଗୁଣ। ତାହେଲେ ଦୈର୍ଘ୍ୟ କେତେ ଦେଇଛି ନା ଦୈର୍ଘ୍ୟ ପ୍ରସ୍ଥର 3 ଗୁଣ। ତାହେଲେ ଦୈର୍ଘ୍ୟ ପ୍ରସ୍ଥର 3 ଗୁଣ, ପ୍ରସ୍ଥର 3 ଗୁଣରୁ 2 ବେଶୀ, 3 ଗୁଣରୁ 2 ବେଶୀ, 2 ମିଟର ବେଶୀ ହେଲା, 2 ମିଟର ବେଶୀ, ଅର୍ଥାତ୍ କ'ଣ ହେବ ବେଶୀ ହେଲା, ଅର୍ଥାତ୍ କେତେ ହେବ ନା 3 ଗୁଣ ଯୁକ୍ତ 2 ମିଟର ହେଲା। ଆରେ ଇଏ 1 ଗୁଣ, ୟାର 3 ଗୁଣ, ତେଣୁ 3 ଇଏ ହେଲା ଦୈର୍ଘ୍ୟ ହେଲା 3 ଗୁଣ, ପୁଣି 3 ଗୁଣରୁ 2 ମିଟର ବେଶୀ ହେଲା। ତାହେଲେ ଆମେ ଦୈର୍ଘ୍ୟ ପ୍ରସ୍ଥ ନେଲୁ 1 ଗୁଣ, ଦୈର୍ଘ୍ୟ ନେଲୁ 3 ଗୁଣ ଯୁକ୍ତ 2। ତାହେଲେ ବର୍ତ୍ତମାନ ପରିସୀମା ଦେଇଛି ଆମକୁ 44 ମିଟର। ତାହେଲେ ପରିସୀମା ସମାନ 44 ମିଟର ପ୍ରଶ୍ନ ଅନୁସାରେ ଦେଇଛି, ପ୍ରଶ୍ନାନୁସାରେ। ତାହେଲେ ବର୍ତ୍ତମାନ ଆମେ ଆୟତକ୍ଷେତ୍ରର ପରିସୀମାର ସୂତ୍ର ଲେଖିବା। ଆୟତକ୍ଷେତ୍ରର ପରିସୀମା ସମାନ କ'ଣ ନା 2 ଗୁଣନ ଦୈର୍ଘ୍ୟ ଯୁକ୍ତ ପ୍ରସ୍ଥ, ଦୈର୍ଘ୍ୟ ଯୁକ୍ତ ପ୍ରସ୍ଥ। ତାହେଲେ ସମାନ କେତେ ଲେଖିବା ନା ଆମେ ପ୍ରଶ୍ନ ଅନୁସାରେ ଆମକୁ 44 ମିଟର ଦେଇଛି, ତାହେଲେ ସମାନ 44 ମିଟର ହେଲା, ସମାନ 44 ମିଟର। କେବଳ ବର୍ତ୍ତମାନ ଆମେ କ'ଣ କରିବା ନା ଦୈର୍ଘ୍ୟ ପ୍ରସ୍ଥକୁ ବାହାର କରିବା, ବା ଦୈର୍ଘ୍ୟ ଯୁକ୍ତ ପ୍ରସ୍ଥ ସମାନ କେତେ ହେବ ନା 44 ମିଟର ଦେଇଛି, ଏଇ ଯେଉଁ 2କୁ ଆମେ ହରିବା 44 ମିଟରରେ, ହରଣ 2। ତାହେଲେ କେତେ ହେବ 2 ମିଟର ହରଣ 2 ମିଟର। ତାହେଲେ 2ର ହରିଲେ 22 ମିଟର। କେବଳ ଦୈର୍ଘ୍ୟ ପ୍ରସ୍ଥ ହେଲା ଆମର 22 ମିଟର। ଏବେ ଆମେ ବସେଇ ଦେଇଯିବା। ଦୈର୍ଘ୍ୟ ହେଉଛି ଆମର କେତେ ନା 3 ଗୁଣରୁ 2 ବେଶୀ, 3 ଗୁଣ ଯୁକ୍ତ 2 ମିଟର, ପ୍ରସ୍ଥ ହେଉଛି କେତେ ନା 1 ଗୁଣ ସମାନ କେତେ ନା 22 ମିଟର। ଇଏ ଗୁଣକୁ ଗୁଣ ଆମେ ମିଶାଇ ଦେବା, ଇଏ 3 ଗୁଣ ଇଏ 1 ଗୁଣ ହେଲା ଆମର 4 ଗୁଣ। 4 ଗୁଣ ସମାନ କେତେ ନା 22 ମିଟର। ଏଇ ଯେଉଁ 2 ଯୁକ୍ତରେ ଅଛି, ଆମେ ଡାହାଣ ପଟକୁ ସଂଖ୍ୟା ପାଖକୁ ନେଇଯିବା, ଫେଡ଼ାଣ 2 ମିଟର। ତାହେଲେ 22ରୁ 2 ଗଲା 20 ମିଟର ହେଲା, 20 ମିଟର ଆମର ହେଲା। ଇଏ କେତେ ଗୁଣକୁ ହେଲା 20 ମିଟର ନା 4 ଗୁଣକୁ ହେଲା 20 ମିଟର। ଏବେ ଆମେ କରିବା, ଲିଭେଇ ଦେବା, 4 ଗୁଣକୁ ଆମର ହେଇଛି 20 ମିଟର।
ଚାରି ଗୁଣକୁ ସମାନ 20 ମିଟର। 20 ମିଟର। ତାହେଲେ ଏକ ଗୁଣକୁ ବାହାର କରିବା। ଏକ ଗୁଣକୁ ସମାନ 20 ହରଣ 4। ତାହେଲେ 4 ପଞ୍ଚା 20 5 ମିଟର। ଏକ ଗୁଣ ଆମେ କାହାକୁ ଧରିଛୁ ନା ଦୈର୍ଘ୍ୟ ନା ପ୍ରସ୍ତକୁ ଧରିଛୁ। ତାହେଲେ ଏଠି ହେବ ପ୍ରସ୍ତ। 5 ମିଟର ହେଲା ଆମର ପ୍ରସ୍ତ। ତାହେଲେ ଦୈର୍ଘ୍ୟ କେତେ ହେବ ନା 3 ଗୁଣରୁ 2 ବେଶୀ। ଦୈର୍ଘ୍ୟ ସମାନ 3 ଗୁଣ ଯୁକ୍ତ 2 ମିଟର। ଯୁକ୍ତ 2 ମିଟର। ତାହେଲେ କେତେ ହେବ ଆମର 5 ବାହାରିଛି। ତାହେଲେ 5 ଗୁଣନ 3 ଯୁକ୍ତ 2 ମିଟର ହେଲା। ତାହେଲେ 5 3 15 ଯୁକ୍ତ 2 15 ମିଟର ଯୁକ୍ତ 2 ମିଟର। 2 ମିଟର ଏଇ ଯେଉଁ ଅଧିକା ଥିଲା 2 ମିଟର। ତାହେଲେ ହେଲା ଆମର କେତେ ନା 17 ମିଟର ହେଲା। 17 ମିଟର। ତାହେଲେ ପ୍ରସ୍ତ ପାଇଲୁ 5 ମିଟର, ଦୈର୍ଘ୍ୟ ପାଇଲୁ 17 ମିଟର। 17 ମିଟର। ତାହେଲେ ଅତଏବରେ କ'ଣ ଲେଖିବା? ଅତଏବ ଆୟତକ୍ଷେତ୍ରର ଦୈର୍ଘ୍ୟ 17 ମିଟର, ପ୍ରସ୍ତ 5 ମିଟର। ପ୍ରସ୍ତ 5 ମିଟର। 5 ମିଟର। ଅତଏବ ଉତ୍ତର। ଭିଡ଼ିଓକୁ ଏଇଠି ରଖିବା। ସବସ୍କ୍ରାଇବ୍ କରିବ, ଲାଇକ୍ କରିବ।